ओडिशा गवर्नमेंट एम्प्लॉय न्यूज चैनल को आपण मानको स्वागत। तेबे आज गोटे डिस्कशन करिया पई कि चाहूची जोडा कि एनपीएस एंड यूपीएस सब्सक्राइबर मानको पई कि ओके तो तांको पई कि गोटे चॉइस ऑफ जो पेंशन फंड आ इन्वेस्टमेंट पैटर्न ऊपर कि जोडा कि सरकार नि आछंती तांकर निजरो कर्मचारी मानको पई कि आ को कर्मचारी एथरु कि लाभ पाइबे ता भितरे भी किछि स्पेसिफाई करा हैछि जोडा कि किछि कर्मचारी लाभ पाइ परिबे सेतरु कि एवं किछि किबा बहुत सारा कर्मचारी सेरा भी एथरे कि जानिबा ଏବଂ ଆପଣଙ୍କ ପାଇଁ କି ସଠିକ ପେନସନ ପ୍ଲାନ ଟି କେମିତି ବାଛି ପାରିବେ ଓକେ ଏବଂ ଆପଣଙ୍କ ପାଇଁ ଯଦି କଣ ଅନୁମତି ଦିଆହେଇଛି ଆପଣଙ୍କୁ କୋଉ ପ୍ୟାଟର୍ନ କୁ ଆପଣ ଚୁଜ କରିପାରିବେ ଆଉ କେତେ ଥର ଚୁଜ କରିପାରିବେ ସେ ସବୁ ଭିତରେ ଡିଟେଲ ରେ ଜାଣିବା ତେବେ ଚାଲନ୍ତୁ ଆଗକୁ ବଢିବା ଏବଂ ଡିଟେଲ ରେ କି ଜାଣିବା ଏ ବିଷୟରେ ଏବେ ଯୋଉ ଆମର ଯୋଉ ଓଡିଶା କର୍ମଚାରୀ ଗଭର୍ଣ୍ଣମେଣ୍ଟ କର୍ମଚାରୀ ମାନେ ଅଛନ୍ତି ତ ସେମାନଙ୍କ ପାଇଁ କି ଯୋଉ ବେନିଫିଟ ଟା ରହିଛି ଏ ବେନିଫିଟ ଟାକୁ ଏକ୍ସଟେଣ୍ଡ କରାଯାଇଥିଲା ଷ୍ଟେଟ ଗଭର୍ଣ୍ଣମେଣ୍ଟ ସବସ୍କ୍ରାଇबर ମାନଙ୍କ ପାଇଁ କି ଯୋଉଟା କି ଫାଇନାନ୍ସ ଡିପାର୍ଟମେଣ୍ଟ ନୋଟିଫିକେସନ ଏଇ ଡିପାର୍ଟମେଣ୍ଟ ନୋଟିଫିକେସନ ଅନୁସାରେ ତାଙ୍କୁ ଅଲରେଡି ବେନିଫିଟ ଟା ଏକ୍ସଟେଣ୍ଡ କରାଯାଇଛି ନାଉ ଏଟାକୁ ଏକ୍ସଟେଣ୍ଡ କରାଯାଇଛି ଯୋଉ ଏନପିଏସ ସବସ୍କ୍ରାଇबर ପାଇଁ କି ଯୋଉ ଷ୍ଟେଟ ଅଟୋନମସ ବଡି ଅଛି ଆଉ ଯୋଉ ଷ୍ଟେଟ ପବ୍ଲିକ ସେକ୍ଟର ୟୁନିଟ୍ସ ଅଛି ଅଣ୍ଡରଟେକିଂସ୍ ଅଛି ତ ତା ସେମାନଙ୍କ ପାଇଁ କି ଆପଣଙ୍କୁ ଗୋଟେ ନୋଟିଫିକେସନ ଜାରି କରାଯାଇଛି ଯୋଉଟା କି 21/6/2025 ରେ କି ହିଁ ଲାଗୁ କରାଯାଇଥିଲା ତ ଆପଣ ବି ଯଦି ଷ୍ଟେଟ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଆଉ ଆପଣ ଜାଣିନାହାନ୍ତି ଏ ବିଷୟରେ ତାହେଲେ ଏ ଭିଡିଓଟାକୁ ଜାଣନ୍ତୁ ଆପଣ ସବୁ ଜିନିଷ ଏଥିରେ କି କ୍ଲିୟର ହେଇଯିବେ ଓକେ पेंशन फंड चॉइस एटी जानतु जोड़ा कि आपनको बहुत वीडियो में बहुत कथा कहबे आपण स्किप न करके पूरा देखंतु वीडियो को ओके सब्सक्राइबर जने कोन कर परबो चूज कर परबो तारो गुटे पेंशन फंड ओके ओनली वन पेंशन फंड चूज कर परबो इंक्लूडिंग द प्राइवेट सेक्टर पेंशन फंड आल्सो ओके माने आपनको कोन करा होतला जदि आपण स्टेट गवर्नमेंट एम्प्लॉय ताले आपण स्टेट गवर्नमेंट रे कि आपण एलआईसी आपणकर यूटीआई एंड एसबीआई को आपणकर निया जाउतला पेंशन फंड हिसाब रे डिफॉल्ट ऑप्शन हिसाब रे ओके तो ସେଇଟା ବି ଆପଣଙ୍କୁ ଦିଆ ହେଇଛି ଯୋଉଟା କି ଆପଣ ପବ୍ଲିକ ସେକ୍ଟର ପେନସନ ଫଣ୍ଡ ବି ଆପଣ ଚୁଜ କରିପାରିବେ ଏଜ ଏ ଡେଫଲ୍ଟ ଅପସନ ଯୋଉଟାରେ କି ଆପଣ ବୋଥ ଏକ୍ଜିଷ୍ଟିଂ ଆଉ ନ୍ୟୁ ସବସ୍କ୍ରାଇବର ପାଇଁ କି ବି ଏଇଟା ଲାଗୁ ଅଛି ଏବେ ବି ଆପଣ ଚାହିଁଲେ ଏଲଆଇସି ୟୁଟିଆଇ ଆଉ ଏସବିଆଇ କୁ ବି ରଖିପାରିବେ ଓକେ କିନ୍ତୁ ତାପରେ ବି ଆପଣଙ୍କୁ ପ୍ରାଇଭେଟ ସେକ୍ଟର ପେନସନ ଫଣ୍ଡ ଚୁଜ କରିବା ପାଇଁ ବି ଗୋଟେ ଅପସନ ଦିଆହେଇଛି ଓକେ ତ ସେଥିରେ କଣ କରିପାରିବେ ଆପଣ ଆପଣ ଏଇ ଯୋଉ ଚୁଜନ ଅପସନ ଟାକୁ ଗୋଟେ ବର୍ଷରେ କି ଗୋଟେ ଥର ହିଁ ଚୁଜ କରିପାରିବେ ଓକେ ତ ତାପରେ ଦେଖନ୍ତୁ इन्वेस्टमेंट पैटर्न ऑप्शन विषय भी जदि कहबा से विषय आपण डिफॉल्ट स्कीम रे आपण कोन करि परिबे सेठी आपण तीनटा पब्लिक सेक्टर फंड मैनेजर को चूज करि परिबे सेतरे कि सब सब्सक्राइबर मानक पई कि आपण चाहिबे जदि तो जेमि हम कहली एलआईसी एसबीआई यूटीआई ओके स्कीम जी रे आपण कोन रहिछि आपण जे डिफॉल्ट स्कीम माने तो चूज न करले आपण स्कीम जी रे कि माने तो चूज करले ओके तो जो माने कि से ऑप्शन के चूज करिया कथा जो माने लोअर रिस्क कैटेगरी रे के आछन मानंतु जने रिस्क नाही तार से चाहूची कि जे मु ସବୁ ଯାକ ମୁଁ ଗଭର୍ଣ୍ଣମେଣ୍ଟ ଫଣ୍ଡ ରେ ହିଁ ଲଗେଇବି ଓକେ ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟିଜ ରେ ଲଗେଇବି ତ ସିଏ ସେଠି କଣ କରିବ 100% ଯୋଉ ଆପଣ ରହିଛି ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟି ସେଥିରେ କି ଇନଭେଷ୍ଟ କରିଦବ ସବୁ ପଇସାକୁ ଓକେ ତାର 100% ପଇସା ଇନଭେଷ୍ଟ କରିଦବ ସେଠି ଆଉ ସେଟା ସବୁଠୁ ହଉଛି ଲୋୟର ରିସ୍କ ରେ ଓକେ ତାର ଗୋଟେ ଅପସନ ରହିଛି ଯୋଉଟା କି ଏଟା ଗୋଟେ କୁହନ୍ତି ଆକ୍ଟିଭ ଚଏସ ବୋଲିକା ଏଟା ଗଭର୍ଣ୍ଣମେଣ୍ଟ ଯୋଉମାନେ କି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ତାଙ୍କ ପାଇଁ କି ଏଟା ଲାଗୁ ହୋଇଛି ଓକେ ଆଉ ଯୋଉଟା ଅଟୋ ଚଏସ ଲାଇଫ ସାଇକେଲ ଫଣ୍ଡ ରହିଛି ସେଇଟା ବି ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ଦେଇଛନ୍ତି କିନ୍ତୁ ପ୍ରାଇଭେଟ ପାଇଁ କି ଆପଣଙ୍କର ଯୋଉମାନେ ପ୍ରାଇଭେଟ ସେକ୍ଟର ଏମ୍ପ୍ଲୟି ତାଙ୍କ ପାଇଁ କି LC25 LC50 ଏଣ୍ଡ LC75 ଲାଗୁ ଅଛି ତ ସେମାନେ 75 ପର୍ଯ୍ୟନ୍ତ କେପ୍ ରେ କି ଇନଭେଷ୍ଟ କରିପାରିବେ ଏଇଟା ଆମ କିନ୍ତୁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ପାଇଁ କି ଓନଲି LC25 ଯୋଉଟା କି କନଜର୍ଭେଟିଭ ମୋଡ ଯୋଉଟା କି ତାଙ୍କର ମ୍ୟାକ୍ସିମମ୍ ଇକ୍ୱିଟି ଯୋଉ ଏକ୍ସପୋଜର ରହିଛି ସେଇଟା ଆପଣଙ୍କୁ 25% ଓନଲି ରହିବ ଓକେ ଆଉ ଯୋଉ LC50 ଯୋଉଟା କି ମଡରେଟ କହୁଛନ୍ତି ତାକୁ ଗଭର୍ଣ୍ଣମେଣ୍ଟ ଓନଲି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିଜ ମାନଙ୍କ ପାଇଁ କି ମଡରେଟ ପର୍ଯ୍ୟନ୍ତ ହିଁ ତାଙ୍କୁ ରଖିଛି ଯୋଉଟା କି LC50 ଯୋଉଥିରେ କି ଆପଣଙ୍କ ମ୍ୟାକ୍ସିମମ୍ ଯୋଉ ଇକ୍ୱିଟି ଏକ୍ସପୋଜର ରହିଛି ତ ସେଇଟା ମ୍ୟାକ୍ସିମମ୍ 50% ପର୍ଯ୍ୟନ୍ତ ହିଁ ହେଇପାରିବ ଆଉ ଯୋଉ ରେଷ୍ଟ ରହିଲା 50% ସେଥିରେ ଆପଣଙ୍କର କର୍ପୋରେଟ ବଣ୍ଡ ଏବଂ ଆପଣ ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟିଜରେ ବି ଇନଭେଷ୍ଟ ହେଇପାରିବ ଓକେ ଆଉ ଯୋଉ ଇଲିଜିବିଲିଟି ସବସ୍କ୍ରାଇबर ରହିଲେ ସେମାନେ ଚାହିଁଲେ ତାଙ୍କର ଇନଭେଷ୍ଟମେଣ୍ଟ ପ୍ୟାଟର୍ନ ଟାକୁ ବି ସେମାନେ ଚେଞ୍ଜ କରିପାରିବେ ଆପଣ ସେଠି ଦେଖିଲେ କି ଯେ ପେନସନ ଫଣ୍ଡ ମ୍ୟାନେଜର କୁ ଥରେ ଚେଞ୍ଜ କରିପାରିବ ଏବଂ ତାଙ୍କର ଯୋଉ ଇନଭେଷ୍ଟମେଣ୍ଟ ପ୍ୟାଟର୍ନ ରହିଛି ଯେମିତିକା ଇନଭେଷ୍ଟମେଣ୍ଟ ପ୍ୟାଟର୍ନ ରେ କି ଯେମିତି ରହିଲା ଆପଣ LC50 ମାନିନିଅନ୍ତୁ ନେଲେ ଫର ଏକ୍ସାମ୍ପଲ ତ ସେଥିରେ ଆପଣ ମାନିନିଅନ୍ତୁ ଇକ୍ୱିଟି ରହିଲା ଆପଣଙ୍କର 50% କର୍ପୋରେଟ ସି ରହିଲା ଆପଣ କର୍ପୋରେଟ ବଣ୍ଡ ରହିଲା ଆପଣଙ୍କର 30% ମାନିନିଅନ୍ତୁ ଆଉ ଗଭର୍ଣ୍ଣମେଣ୍ଟ ବଣ୍ଡ ରହିଲା ଆପଣଙ୍କର 20% ମାନିନିଅନ୍ତୁ ତ ସେଇ ଯୋଉ ଆପଣଙ୍କର ପ୍ୟାଟର୍ନ ଟାକୁ ଆପଣ ଚାହିଁଲେ ଟୁଆଇସ ଆପଣ ଗୋଟେ ଫାଇନାନ୍ସିଆଲ ଇୟର ରେ କି ଟୁଆଇସ ଚାହିଁଲେ ଚେଞ୍ଜ କରିପାରିବେ ଓକେ କିନ୍ତୁ ପେନସନ ଫଣ୍ଡ ମ୍ୟାନେଜର କୁ ଆପଣ ଚେଞ୍ଜ କରିପାରିବେ ନାହିଁ ଓକେ ଯଦି ଭିଡିଓ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି କାହିଁକି ସବସ୍କ୍ରାଇବ କଲେ ହିଁ ଆପଣ ଆଗକୁ ବହୁତ ସାରା ଏମିତି ଭିଡିଓ ଦେଖିବା ପାଇଁ ମିଳିବ ଆପଣଙ୍କୁ ଏବଂ ଲାଇକ୍ ତ ନିଶ୍ଚିତ ଭାବରେ କରନ୍ତୁ